ଆଜି ଆମେ ସଂକ୍ଷେପରେ ଜାଣିବା 2026 ଆଧାର ଅପରେଟର ଓ ସୁପରଭାଇଜର ନିଯୁକ୍ତି ବିଷୟରେ। ଆପଣ CSC ଇ-ଗଭର୍ନାନ୍ସ ସର୍ଭିସେସ୍ ବିଷୟରେ ତ ଜାଣିଥିବେ, ଯିଏ ସରକାରୀ ଡିଜିଟାଲ ସେବା ଲୋକଙ୍କ ପାଖରେ ପହଞ୍ଚାଏ। ତ ସେମାନେ ଏବେ ସାରା ଦେଶରେ 2552ଟି ପଦ ପାଇଁ ଆବେଦନ ମାଗୁଛନ୍ତି। ଆଉ ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏଟା ଏକ ବହୁତ ବଡ଼ ସୁଯୋଗ। ଆସନ୍ତୁ ପ୍ରଥମେ ଦେଖିବା ଚାକିରିଟା କ'ଣ। ଦେଖନ୍ତୁ, ଏଇଟା ହେଉଛି ଆଧାର ସୁପରଭାଇଜର କିମ୍ବା ଅପରେଟର ପଦବୀ। ଆଉ ହଁ, ଏଟା ଗୋଟେ ବର୍ଷ ପାଇଁ ଏକ କଣ୍ଟ୍ରାକ୍ଟ ଚାକିରି। ଦରମା କଥା କହିଲେ ଆପଣଙ୍କ ରାଜ୍ୟର ଯାହା ସର୍ବନିମ୍ନ ମଜୁରୀ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ହିଁ ମିଳିବ। ହଉ, ତେବେ ଦ୍ୱିତୀୟରେ ଆସୁଛି, ଏଥିପାଇଁ କିଏ ଆବେଦନ କରିପାରିବ? ଦେଖନ୍ତୁ, ଆପଣଙ୍କୁ ଅତି କମରେ ଦ୍ୱାଦଶ ପାସ୍ କରିଥିବା ଦରକାର, କିମ୍ବା ଯଦି ଆପଣ ଦଶମ ପରେ ITI କିମ୍ବା ପଲିଟେକ୍ନିକ୍ ଡିପ୍ଲୋମା କରିଛନ୍ତି, ତାହେଲେ ବି ଚଳିବ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟା ମନେ ରଖିବେ, UIDAI ମାନେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣରୁ ଆପଣଙ୍କ ପାଖରେ ଗୋଟେ ଭ୍ୟାଲିଡ୍ ଆଧାର ଅପରେଟର ସାର୍ଟିଫିକେଟ୍ ଥିବା ଏକଦମ ବାଧ୍ୟତାମୂଳକ। ଆଉ ବୟସ ଖାଲି 18 ବର୍ଷରୁ ଅଧିକ ହେବା ଦରକାର। ଆଉ ଶେଷରେ ଆବେଦନ କରିବେ କେମିତି? ଏଇଟା ପୁରା ଅନଲାଇନ୍। ଆପଣଙ୍କୁ CSC ଜବ୍ ପୋର୍ଟାଲ career.csccloud.in କୁ ଯାଇ ଆପ୍ଲାଏ କରିବାକୁ ପଡ଼ିବ। ଆଉ ତାରିଖଟା ଭଲ କି ମନେ ରଖନ୍ତୁ, ଶେଷ ତାରିଖ ହେଉଛି 10 ମାର୍ଚ୍ଚ 2026। ତ ସିଧା କଥା ହେଲା, ଯଦି ଆପଣଙ୍କ ପାଖରେ ଯୋଗ୍ୟତା ଅଛି, ବିଶେଷ କରି ସେ ଆଧାର ଅପରେଟର ସାର୍ଟିଫିକେଟ୍, ତେବେ ଶେଷ ତାରିଖକୁ ଅପେକ୍ଷା ନ କରି ଜଲ୍ଦି ଆବେଦନ କରିଦିଅନ୍ତୁ।